ମୁଁ ଶ୍ରୀ ଶ୍ରୀ ସିଂହନାଥ ଦେବଙ୍କର ବରିଷ୍ଠ ସେବାୟତ ଜଣେ ଶ୍ରୀ ଅର୍ଜୁନ ରଣା। କ'ଣ କହିବି? ପ୍ରଶାସନ କଟକଣା ଲଗେଇଲା, 4 ଦିନ ଆଜି ଶେଷ ଦିନ। ହଁ, ଶେଷ ଦିନ ପରେ ଯେଉଁ ପ୍ରଶାସନ ଯେଉଁ କଟକଣାକୁ ନେଇକି ହୁଁ। ଆପଣ କ'ଣ ରଖିବେ ମତ? ମତ ଆଉ ରଖିବୁ କ'ଣ? ଆମେ ପୂର୍ବରୁ ଯେମିତି ଭାବରେ ଆମେ ଏଇ ଯାତ୍ରାକୁ ଉପଭୋଗ କରୁଥିଲୁ ବା ଲୋକମାନଙ୍କୁ ଦେଖୁଥିଲୁ, ସମାଗମ ହେଉଥିଲା, ତାହାର ବ୍ୟତିକ୍ରମ ଆମେ ବହୁତ ଅନୁଭବ କଲୁ। ଏବେ 2 ବର୍ଷ ହେଲା, 2-3 ବର୍ଷ ହେଲା ଅନୁଭବ କରିଛୁ। ଲୋକ ଏଠି ଲକ୍ଷାଧିକ ଲୋକ ହେବା ଜାଗାରେ ଏଠି ଲୋକ ନାହାନ୍ତି। ଆମେ ଗୋଟେ ମକର ବେଢ଼ା କଲୁ, ମକର ବେଢ଼ା ସମୟରେ ଲୋକ ନାହାନ୍ତି, ଆଉ ନେତ ବନ୍ଧା ଦେଖିବା ପାଇଁ ଲୋକ ନାହାନ୍ତି। ତ ଏଠି ଧାଡ଼ି ଲାଗେ, କିନ୍ତୁ ଏଠି ଲୋକ ଧାଡ଼ିରେ ଆସିଲେନି। କାହିଁକି ଆସିଲେନି ଆମେ ସବୁ ଦେଖିଲୁ। ଯେଉଁ ପ୍ରଶାସନିକ କଟକଣା ହେଲା, ବାରିକେଟ୍ ହେଲା, ଲୋକ ଚାଲିକି ଆସିବା ପାଇଁ 2 କିଲୋମିଟର ବାଟ କେହି ପ୍ରସ୍ତୁତ ନୁହନ୍ତି ଏବଂ ସେଥିପାଇଁ କୌଣସି ପ୍ରକାର ସୁବିଧା ନାହିଁ। ଏବଂ ଗୋଟେ କଲେ ଅସ୍ଥାୟୀ ଯେଉଁ ଫେର ରାସ୍ତା, ସେ ଅସ୍ଥାୟୀ ରାସ୍ତା ପ୍ରତି ମୁହୂର୍ତ୍ତରେ ତା'ର ପଟା ଭାଙ୍ଗୁଛି, ତା ଫଳରେ ଆସିପାରୁନାହାନ୍ତି, ଦୋକାନୀମାନେ ଆସିପାରିଲେନି ବା ଲୋକ ସମାଗମ ହେଇପାରିଲାନି। ବାରମ୍ବାର ଏଭଳି ସମସ୍ୟା ଲାଗି ରହିଥିବ, ୟାର ସ୍ଥାୟୀ ସମାଧାନ କ'ଣ କରାଯାଇପାରିବ? ୟା ସ୍ଥାୟୀ ସମାଧାନ ଯଦି କରାଯାଇପାରିବ, ସରକାର ଯଦି ଦୃଷ୍ଟି ଦେବେ ଏବଂ ଆମର ଯେଉଁ ଅଛନ୍ତି ଭାରତର ପ୍ରତ୍ନତାନ୍ତ୍ରିକ ବିଭାଗ ଆଗକୁ ଯେଉଁ ନେଇଛି ଆର୍କୋଲୋଜିକାଲ ସର୍ଭେ ପାଇଁ ନିଆ, ତେଣୁ ବର୍ତ୍ତମାନ ଏଇ ଯେଉଁ ଆଇଲ୍ୟାଣ୍ଡଟି ଅଛି, ଏ ଆଇଲ୍ୟାଣ୍ଡ ଯାହା ଥିଲା ତାର ବର୍ତ୍ତମାନ ଆଉ ନାହିଁ। ତାର ମାନେ 60% ଜାଗା ନଦୀ ଗର୍ଭରେ ବିଲୀନ ହୋଇଯାଇଛି ଏବଂ ଯଦି ତାକୁ କରିବେ, ସରକାର ଅର୍ଥ ବ୍ୟବସ୍ଥା କରିବେ, ଅର୍ଥ ମଞ୍ଜୁର କରିବେ ଏବଂ ସେହି ଅନୁସାରେ ୟାକୁ ଯଦି ଗାର୍ଡ଼ ୱାଲ୍ କରିକି ଏ ଆଇଲ୍ୟାଣ୍ଡକୁ ପୁନରୁଦ୍ଧାର କରିବେ ଏବଂ ୟାର ବିକାଶ ହୋଇପାରିବ, ବୃକ୍ଷରୋପଣ ହୋଇପାରିବ। ଏଠି ମଧ୍ୟ ଆମର ସଂରକ୍ଷିତ ଏ ଯେଉଁ ଜୀବଜନ୍ତୁ ମଧ୍ୟର ହରିଣ ପାର୍କ ହୋଇପାରିବ ଏବଂ ଲୋକମାନଙ୍କର ରହିବା ପାଇଁ ଏଠି ଗୋଟେ କଥା, ପାନୀୟ ଜଳର ବ୍ୟବସ୍ଥା ଦେବା ନାହିଁ। ଆଉ ଯେଉଁ ପାଣି ବାଟେ ବାହାରୁଛି, ସେ ପାଣି ପିଇବା ଯୋଗ୍ୟ ନୁହଁ। ଲୋକ ବୋତଲଟେ ପାଣି ଆଣିଲେ ପିଇବେ ବା କିଣିକି ଏଠୁ ପିଇବେ, କିନ୍ତୁ ପାନୀୟ ଜଳର ବ୍ୟବସ୍ଥା ମଧ୍ୟ ନାହିଁ। ଏଠି ପ୍ରଶାସନ ତ 5ଟି ନଳକୂପ ବ୍ୟବସ୍ଥା ରହିଛି, କରିଛି। 5ଟି ନଳକୂପ କ'ଣ ସେ ପାନୀୟ ଜଳ ପାଇଁ ଯୋଗ୍ୟ ନାହିଁ, ସେଥିରୁ ବାହାରୁଛି ଖାରି ପାଣି ଏବଂ ଲୁହା ପାଣି ବାହାରୁଛି। ଆଉ ଗୋଟେ ସମସ୍ୟା ରହୁଛି, ଟି ସେତୁରୁ ଯେଉଁ ସଂଯୋଗ ହେଇଛି ପୋଲଟି, ହଁ, ସେ ପୋଲକୁ ନେଇ କ'ଣ କହିବେ? ସେ ଟି ସେତୁ ଯେଉଁ ପୋଲ ହେଇଛି, ସଂଯୋଗ ହେଇଛି, ସେ ଗୋଟିଏ ବାଟ ହେଲା। ଆଉ ଏଠୁ ଯିବା ପାଇଁ ଆଉ ତା ପାଇଁ ବାଟ ଅଲ୍ଟରନେଟିଭ୍ ବାଟ ନାହିଁ। ଯଦି ଆଉ ଗୋଟିଏ ସଂଯୋଗ କରାଯାଆନ୍ତା, ଗୋଟେ ବାଟେ ଲୋକ ଆସିକି ଆଉ ଗୋଟେ ବାଟେ ଯାଇପାରିବେ ଏବଂ ଗାଡ଼ି ରଖିବା ପାଇଁ ପାର୍କିଂ ସ୍ଥଳ ଯଦି ହେଇପାରିବ, ତାହେଲେ ସୁବିଧା। କିମ୍ବା ଆଉ ଗୋଟେ କଥା ହେଉଛି, ଯେଉଁଠି ଆମର ଟି ବ୍ରିଜ୍ ଆରମ୍ଭରୁ ଯଦି ଯାତ୍ରା ପୁଣ୍ୟ ପର୍ବ ସମୟରେ ଯଦି ଆମର ବ୍ୟାଟେରୀ ଗାଡ଼ିର ବ୍ୟବସ୍ଥା କରାଯିବ, ବରିଷ୍ଠ ନାଗରିକ ଏବଂ ଶାରୀରିକ ଅକ୍ଷମ ବ୍ୟକ୍ତିମାନେ ଆସିପାରୁନାହାନ୍ତି, ସେମାନଙ୍କ ପାଇଁ ଯଦି ବ୍ୟବସ୍ଥା କରାଯାଆନ୍ତା ତାହେଲେ ଭଲ ହୁଅନ୍ତା।